ଆପଣ ଜାଣିନାହାନ୍ତି ଲେଖିବାର କଳା ଅଛି, ଗୀତ ଲେଖିଲା ପରେ 3-4ଟା ପାଳକମାନଙ୍କୁ ଦେଖାନ୍ତୁ। ଆଉ ଦେଖାଇଲା ପରେ ଯଦି ଠିକ୍ ଅଛି ତାପରେ ତାକୁ ସ୍ୱର ଦେଇକି ଗୀତ ଗାଆନ୍ତୁ। ସ୍ୱର ବହୁତ ଅଛି ଏ ଗୀତର ସ୍ୱର ବହୁତ ଭଲ ଅଛି, କିନ୍ତୁ ତ୍ରୁଟି ରହିଅଛି ଗୁଡ଼ାଏ ଜାଗାରେ। ଆଉ ତ୍ରୁଟି ଥିବା ଗୀତ ଗୁଡ଼ାକୁ ଗାଇବା କଥା ନାହିଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜିର ଆଉ ଏକ ଭିଡ଼ିଓରେ ମୁଁ ଆପଣଙ୍କ ଭାଇ ସଦାନନ୍ଦ ମିନିଷ୍ଟ୍ରି ଇନ୍ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଗତ ମାସ ନଭେମ୍ବର ମାସ ଓଡ଼ିଶାବାସୀ ସମସ୍ତଙ୍କ ପାଇଁ ଏକ ଦୁଃଖର ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା, ଦୁଃଖର ଘଟଣା ସୃଷ୍ଟି ହୋଇଛି। ଯେ ଓଡ଼ିଶାର ଆଗ ଧାଡ଼ିର ପ୍ରଚାରକ କୌଣସି ପ୍ରକାର ତାଙ୍କର ଅଧିକ ବୟସ ହୋଇନଥିଲା, ଯୁବା ବୟସ ଥିଲେ। ତାଙ୍କେ ଓଡ଼ିଶାର ଗୋଟେ ଗ୍ରାମ ବାରଖମାରୁ ତାଙ୍କେ ଅଟନ୍ତି। ତାଙ୍କେ ଛତିଶଗଡ଼ରେ ରାୟପୁର ସ୍ଥିତ ଗୋଟେ ଜାଗାରେ ରାୟପୁରରେ ସେବା କାର୍ଯ୍ୟ କରୁଥିଲେ। ଆଉ ତାଙ୍କେ ଗୋଟେ ରୋଗରେ ପୀଡ଼ିତ ଥିଲେ। ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ, ଯାହାର ନାଁ ହେଉଛି ଲୋ ଗ୍ରେଡ୍ B ସେଲ୍ ନନ୍ ହେଡସ୍କିନ୍ ଲିମ୍ଫୋମା। କ୍ୟାନ୍ସର ଅନେକ ପ୍ରକାରର ଥାଏ, ଆଉ ଏଇଟା ହେଉଛି ଗୋଟେ ପ୍ରକାରର କ୍ୟାନ୍ସର ଯେଉଁଟାକି ସାଧାରଣ ଭାବରେ କ୍ୟାନ୍ସର 20% ପ୍ରାୟ ଲୋକମାନେ ଏଇ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆଉ ଏଇ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଟ୍ରିଟମେଣ୍ଟ ଚାଲିଥିଲା ବେଲୁର, ତାମିଲନାଡ଼ୁର ବେଲୁରରେ ତାଙ୍କର ଟ୍ରିଟମେଣ୍ଟ ଚାଲିଥିଲା। କେମୋଥେରାପି ଚାଲିଥିଲା। ଆଉ କେମୋ ତାଙ୍କୁ 6ଟା କେମୋ ନେବାର ଥିଲା। 3ଟା କେମୋ ନେଇ ସାରିଥିଲେ। 3ଟା କେମୋ ନେଇକି ଓଡ଼ିଶା ଆସିଥିଲେ, ଛତିଶଗଡ଼ ଆସିଥିଲେ। ଆସିକି ତାଙ୍କେ 2-3ଟା ପ୍ରଚାର କାମ କଲେ। ଆଉ ପ୍ରାର୍ଥନା ଅନୁରୋଧ ମଧ୍ୟ ଦେଇକି ଯାଇଥାନ୍ତି ଯେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ମୋତେ ଆହୁରି ସେକେଣ୍ଡ ଡୋଜ୍ ପାଇଁ ଯିବାର ଅଛି। ଆଉ ସେ ଗଲେ, ଆଉ ଫେରିଲେ ନାହିଁ, ଜୀବନ୍ତ ଫେରିଲେ ନାହିଁ। ସେ ଆଜି ଆମ ଗହଣରେ ନାହାନ୍ତି। ଆଉ ଏ ଖବର ଓଡ଼ିଶାର ଖ୍ରୀଷ୍ଟୀୟ ସମାଜ ପାଇଁ ବହୁତ ବଡ଼ ଦୁଃଖର ପରିସ୍ଥିତିକୁ ସୃଷ୍ଟି କରିଦେଇଥିଲା। ଏହା କୌଣସି ଲୋକ ଏକ୍ସପେକ୍ଟ କରିନଥିଲେ ଏହିପରି ଗୋଟେ ଘଟଣା ଘଟିଲା। ଆଉ ଅନେକ ଭିଡ଼ିଓସ୍ ଗୁଡ଼ାକରେ ଆପଣମାନେ ତାଙ୍କ ବିଷୟରେ ଜାଣିବା ପାଇଁ ପାଇଥିବେ। ମୁଁ ମଧ୍ୟ ମୋ ଚ୍ୟାନେଲରେ ଯେତିକି ହେବ ସେତିକି ମୁଁ ଆପଣମାନଙ୍କୁ ସେ ଖବରଟା ଆପଣମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କଲି। ଆଉ ଏ ଘଟଣାରେ ସମସ୍ତେ ମର୍ମାହତ ହେଲେ, ସମସ୍ତେ ଦୁଃଖ ପ୍ରକାଶ କଲେ, ସମସ୍ତ ଓଡ଼ିଶା ଦୁଃଖ ପ୍ରକାଶ କଲା, ଓଡ଼ିଶା ଖ୍ରୀଷ୍ଟୀୟ ସମାଜ। ଆଉ ଏ ଦୁଃଖକୁ ଯେଉଁ ଅନେକ ଲୋକ ଅନେକ ପ୍ରକାରରେ ବଞ୍ଚିଲେ, ଅନେକ ଗୀତ ରଚନା କରାହେଲା, ଅନେକ ଲୋକମାନେ ଗୀତ ଲେଖିଲେ, ଗୀତ ଗାଇଲେ। ଆଉ ସେ ଭିତରୁ ଗୋଟେ ଗୀତ ମୁଁ ଶୁଣିଲି, ମୁଁ ଗୋଟେ ଦେଖିଲି। ଆଉ ଗୀତ ଲେଖିବା କୌଣସି ପ୍ରକାର ଭୁଲ ନାହିଁ। ଆପଣମାନେ ଗୀତ ଲେଖନ୍ତୁ, ଗୀତ ଗାଆନ୍ତୁ। ଯଦି ପ୍ରଭୁ ଆପଣମାନଙ୍କୁ କଳା ଦେଇଛନ୍ତି ଗୀତ ଲେଖିବା ପାଇଁ, ଗୀତ ଲେଖନ୍ତୁ। ଏହା ଏକ ବହୁତ ବଡ଼ କଳା ଅଟେ, ସୁନ୍ଦର। ପ୍ରଭୁଙ୍କର ସେବା କାର୍ଯ୍ୟରେ ଆପଣମାନେ ୟୁଜ୍ ହେଇପାରିବେ ତାକୁ ୟୁଜ୍ କରିକି। ସୋ ୟୁ କ୍ୟାନ୍ ଡୁ ଇଟ୍, ଆପଣମାନେ ସେଇଟା କରିପାରିବେ। କିନ୍ତୁ ଗୋଟେ ମୋର ଅନୁରୋଧ, ଆଜିର ଯେତିକି ଯୁବକମାନେ, ଆଜିର ଯେତିକି ପ୍ରଭୁଙ୍କ ଲୋକମାନେ ଗୀତ ଲେଖୁଛନ୍ତି, ଦୟାକରି ଗୋଟେ କଥା ମୋର ଶୁଣନ୍ତୁ। କଳା ଅଛି, ଠିକ୍ ଅଛି, କିଛି ଅସୁବିଧା ନାହିଁ। ତା ସହିତ ବାଇବେଲର ଜ୍ଞାନ ମଧ୍ୟ ହେବା ଆବଶ୍ୟକ। ଯଦି ବାଇବେଲର ଜ୍ଞାନ ଆପଣମାନଙ୍କ ପାଖରେ ନାହିଁ ଯଥେଷ୍ଟ, ଦୟାକରି ଗୀତ ଲେଖିଲା ପରେ 2-3ଟା ପାଳକମାନଙ୍କୁ ଦେଖାନ୍ତୁ। ଆଉ ଯେଉଁମାନଙ୍କ ପାଖରେ ଭଲ ଜ୍ଞାନ ଅଛି ସେମାନଙ୍କୁ ଦେଖାନ୍ତୁ। ଆଉ ସେମାନେ ସେମାନେ ଯଦି କହିଲେ ଡନ୍, ଆପଣଙ୍କୁ ଠିକ୍ ଅଛି, କିଛି ଥିଓଲୋଜିକାଲି ତ୍ରୁଟି ନାହିଁ, ତାହା ହେଲେ ଯାଇକି ତାକୁ ଆପଣ ସ୍ୱର ଦେଇକି ଆପଣ ତାକୁ ଅପଲୋଡ଼ କରନ୍ତୁ। କାହିଁକି ନା ଖ୍ରୀଷ୍ଟିଆନ ଧର୍ମ ଗୋଟେ ବିଚାରର ଧର୍ମ, ଗୋଟେ ଆଇଡ଼ିଆର ଧର୍ମ, ଗୋଟେ ବିଚାର ଅଛି, ଗୋଟେ ଆଇଡ଼ିଆ ଅଛି ସେଠି। ସେଥିପାଇଁ ଆମେ କୌଣସି ପ୍ରକାରେ ଗୋଟେ ଖ୍ରୀଷ୍ଟୀୟ ଧର୍ମର ଗୋଟେ ବିଚାର ଥିଓଲୋଜିକୁ ଆମେ ଭୁଲ ଦେଖେଇବା ଉଚିତ ନାହିଁ। ବେସିକ୍ ସାଧାରଣ ଭୁଲ ଗୁଡ଼ାକ ବି ଆପଣମାନେ ଗୁଡ଼ାଏ ଲୋକମାନେ କରୁଛନ୍ତି। ଆଉ ଆଜିର ଏହି ଭିଡ଼ିଓରେ ମୁଁ ଗୋଟେ ଗୀତ, ଗୋଟେ ଗୀତ ଆପଣମାନେ ଶୁଣିଥିବେ, ସେ ଗୀତ ହେ ମହାନ ପ୍ରଚାରକ ତୁମକୁ ହରାଇ ଲାଗେ ଦୁଃଖ, ନାଇଁ କି? ଆପଣମାନେ ଏ ଗୀତ ଶୁଣିଥିବେ।
पाखापाखि लक्षे पर व्यूज सेटा है अनेक लोक देखुं से आपको त्रुटि विहीन गीत लिखा आवश्यक। 3टा मिस्टेक 3 मिस्टेक्स 3टा थियोलॉजिकल त्रुटि मते सेठू मिलला आउ से त्रुटि मुझे आपण मान को कहवाई चाहूँगी तो यहाँ हेबा कथा नहीं। टिक्सटा मु आपन को एठी देदेवी। प्रथम लाइन रे आपन देखिबे जे हे महान प्रचारक तुमको हराई लागे दुख लिखा जाए एठी हे महान प्रचारक तुमको हराई लागे दुख। सबुठ प्रथमे तो आमे जदि जड़े व्यक्ति ख्रीष्ट रे मृत्युवरण करे आमे तांको हरौनु वी आर नॉट लूजिंग हिम। जदि जड़े भाई कि भौणी ख्रीष्ट रे न थाई कि मरे दैट इज कॉल्ड आमे हरैलु तांको कहीं आमे आ सेठी जाई परिबा नहीं बुझिपारे कि नहीं। जी ख्रीष्ट रे थाई कि मरीची आमे तांको हरैनु बरं आमे भी गोटे दिन तांको पाखकू जीवा आमे तांको सहित भेट हेबा सो आमे तांको हरैनु ना से हमको हरैछंती। तो ये टर्म ए शब्दटा त्रुटिपूर्ण अटे। प्रभु रे थाई कि मरिबा लोक केबे दे आर नॉट लॉस्ट से हजि जाइथिबा लोक नुहंती जे से मान आमे हरैनु। आपण मैंने बुझुछंती मु कोन कहबा चाहूची हे महान प्रचारक तुमको हराई आमे तांको हरैनु। आमे स्वर्गत आचार्य किशोर चंद्र दिगलागिया को आमे हरैनु आ सेथिपाई ए शब्दटा एठे रहिबा कथा नहीं। तार द्वितीय त्रुटि होची हे प्रभुंकर दास भाई किशोर दिगाल आज प्रभु कोल को जाई महानिद्रा प्राप्त कल। आज प्रभु कोल को जाई महानिद्रा प्राप्त कल ये जो आइडियाटा निजे स्वर्गत आचार्य किशोर चंद्र दिगलागियांकर विरोधाभासर अटे। तांकर निजर वीडियो आपन देखिथिबे जदि मु पाइबी आपन गोटे लगेदेवी तांगे निजे कहिसंती जे मनुष्य मृत्यु परे प्रभु कोल को जाए नहीं। मनुष्य मृत्यु पर प्रभु कोल को जाए नहीं। ही डजंट गो टू हेवन। कुआड़े जाए से पारादीस को जाए से अब्राहम को कोल को जाए से तृतीय स्वर्ग को जाए। पारादीसर अर्थ तृतीय स्वर्ग अर्थ अब्राहम को कोल सेठू को से जाए विश्राम स्थान जहाँ आम कहू। मनुष्य मृत्युवरण कला परे द्वितीय आगमन पर्यंत से माने सेठारे रुहंती स्वर्ग को से माने जानती नहीं। दैट्स नॉट हेवन दैट्स नॉट प्रभु को कोल। एटा साधारण शब्द आम यूज करूँ प्रभु को कोल को कोल नॉर्मली आम यूज करूँ कथा कहला बेले बट थियोलॉजिकली दैट इज मिस्टेक। थियोलॉजिकली से ठीक ना प्रभु को कोल को से जाई ना से पारादीस गले से विश्राम स्थान को जाइए। अब्राहम को कोल जदि भी लिखि था तो ठीक ही था। तो प्रभु को कोल ए शब्दटा हूँ त्रुटिपूर्ण अटे थियोलॉजिकली। आगो ग्रामाटिकली आपण आकु भी अरेंजमेंट करि पारि थांते गीतरे प्रभु को कोल को जाई महानिद्रा प्राप्त कल। प्रभु को कोल को जाई कि महानिद्रा प्राप्त करना प्रभु को पाई से महानिद्रा प्राप्त करना आम पाई महानिद्रा प्राप्त कर आम सब मनुष्य शब्द रे मनुष्य भाषा रे महानिद्रा प्राप्त प्रभु को पाई तो से जीवित मनुष्य केबे मरे ना। वी आर अमर आम अमर शरीर खाली छाड़ू इट्स नॉट डेथ। प्रभु को पाई से केबे मरी ही ना प्रभु को पाई तो आत्मा केबे मरिबो नहीं। तो एठी एक तो यहाँ कौन प्रभु को कोल को जाई महानिद्रा प्राप्त कल। प्रभु को कोल को जाइकी महानिद्रा प्राप्त करना महानिद्रा प्राप्त कलापर जाइकी से प्रभु को कोल अच्छा प्रभु को कोल ना तो भूल महानिद्रा प्राप्त करी से कौन अब्राहम को कोल अच्छा अब्राहम कोल थी से महानिद्रा प्राप्त करना से शो ना आत्मा गुड़ाक शोई ना दे आर देर। तो आप आपको प्रथम कौन महानिद्रा प्राप्त करी प्रभु को कोल को गल प्रभु कोल को नहीं सॉरी महानिद्रा प्राप्त करी अब्राहम को कोल को गल कि पारादीस शब्द को मध्य आप व्यवहार कर पारादीस शब्द को व्यवहार कर द्वितीय त्रुटि। तृतीय त्रुटि हूँ प्रभु नेले द्वितीय स्टांजा बोधे प्रभु नेले पासे थिला तांकरी योजना तुम आत्मार सद्गति पाई करुछु आमे प्रार्थना। एते बड़ मिस्टेक बहुत बड़ मिस्टेक साधारण समस्त प्राय जानी
ଖ୍ରୀଷ୍ଟ ଜୀବନରେ ଥରେ ମାତ୍ର ମୃତ୍ୟୁ ତାପରେ ବିଚାର ଏଭ୍ରିରେ ଲେଖାଯାଇଛି। ଆତ୍ମାର ସଦ୍ଗତି ପାଇଁ ତୁମର ଆତ୍ମାର ସଦ୍ଗତି ପାଇଁ କରୁଛୁ ଆମେ ପ୍ରାର୍ଥନା। କ'ଣ ଆପଣ ଜଣଙ୍କର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିପାରିବେ? ମଲା ପରେ ଜଣେ ବ୍ୟକ୍ତି ମଲା ପରେ ଆପଣ କ'ଣ ପ୍ରାର୍ଥନା କରିପାରିବେ ତାକୁ ସଦ୍ଗତି ଦିଅନ୍ତୁ ଆତ୍ମାର ସଦ୍ଗତି ପାଇଁ? ବହୁତ ବଡ଼ ମିଷ୍ଟେକ୍, ଇଟ୍ସ ଏ ବିଗ୍ ମିଷ୍ଟେକ୍। ସେଥିପାଇଁ କଳା ଅଛି, ଠିକ୍ ଅଛି, କିନ୍ତୁ ତା ସହିତ ବାଇବଲର ନଲେଜ ମଧ୍ୟ ଟିକେ ହେବା ଅତି ଆବଶ୍ୟକ ଅଟେ। ମୁଁ ଆପଣଙ୍କୁ 3ଟା ପଦ ପଢ଼େଇବି, ତାପରେ ଆମେ এই ଭିଡ଼ିଓକୁ ସାଙ୍ଗ କରିବେ। ମୃତ୍ୟୁ ପରେ ବିଚାର ନାହିଁ। ଦେଖନ୍ତୁ 2 Corinthians 5:10 ଲେଖାଯାଇଛି, କାରଣ ଭଲ ହେଉ ବା ମନ୍ଦ ହେଉ, କାରଣ ଭଲ ହେଉ ବା ମନ୍ଦ ହେଉ ପ୍ରତ୍ୟେକ ଜଣ ଆପଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ, ଶରୀର ଦ୍ୱାରା କୃତ କର୍ମାନୁସାରେ, ଯେଉଁ ପର୍ଯ୍ୟନ୍ତ ଜୀବିତ ଅଛ, ଶରୀର ଅଛି, ଶରୀର ଦ୍ୱାରା କରିଥିବା କାମ ଅନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭେ ସମସ୍ତେ ଉପସ୍ଥିତ ହେବାକୁ ହେବ। ଶରୀର ଅନୁସାରେ କାମ କରିଥିବା ବିଷୟ ଅନୁସାରେ ୟୁ ଆର୍ ଗୋଇଂ ଟୁ ବି ଜଜ୍ଡ। ଆମେ ପ୍ରତ୍ୟେକ ଆମର କର୍ମ ଅନୁସାରେ କ'ଣ ହେବା? ଫଳ ପାଇବା, ବିଚାରିତ ହେବା। ଆଉ ବିଚାର କେବେ ହେବ? ଆପଣଙ୍କୁ ମୁଁ କହୁଛି, ବିଚାରିତ ଏଭ୍ରି ତାର 9:27-28 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାପରେ ବିଚାର ନିରୂପିତ ଅଛି। ମୃତ୍ୟୁ ପରେ କ'ଣ ଅଛି? କର୍ମ ନାହିଁ। ମୃତ୍ୟୁ ପରେ କର୍ମ ନାହିଁ, ଆପଣ ଜାଣନ୍ତୁ ଏଇଟା। ଆଉ କର୍ମ ହିଁ ନାହିଁ ତ ବିଚାରିତ ଆପଣଙ୍କୁ କେଉଁ କର୍ମରେ ହେବ? ଶରୀର ଥାଇକି ଯେଉଁଟା ଆପଣ କର୍ମ କରିଛନ୍ତି, ଶରୀର ଦ୍ୱାରା ଯେଉଁ କର୍ମ କରିଛନ୍ତି ସେ କର୍ମରେ ଆପଣ ବିଚାରିତ ହେବେ, ଆପଣ ଫଳ ପାଇବେ। ଏଣେ ଆପଣଙ୍କର ଆତ୍ମାଙ୍କର ସଦ୍ଗତି ହେବ କି ଦୁର୍ଗତି ହେବ ସେଇଟା ମଲା ପରେ ଆମର ପ୍ରାର୍ଥନା ନିଷ୍ପତ୍ତି କରିବ ନାହିଁ। ଆପଣ ମରିବା ପୂର୍ବରୁ ଯେଉଁ କାମ କରିଛନ୍ତି ଶରୀରରେ ଥାଇକି, ଦ୍ୟାଟ୍ ୱିଲ୍ ଡିସାଇଡ୍ ଇଟ୍ ୱେଦର ଆପଣଙ୍କର ସଦ୍ଗତି ହେବ କି ଦୁର୍ଗତି ହେବ। ଆଉ ଗୋଟେ ପଦ ମାଥ୍ୟୁ 16:27, ପୁଣି ମନୁଷ୍ୟ ପୁତ୍ର ଆପଣ ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ। କର୍ମ ଅନୁସାରେ, ଆଉ ଏ କର୍ମ ଅନୁସାରେ ଫଳ ଆମେ ପାଇବା। ଏ କର୍ମ ଆପଣ କେବେ କରିପାରିବେ? ଜୀବିତ ଥାଉ ଥାଉ କରିପାରିବେ। କାହିଁକିନା ମୃତ୍ୟୁ ପରେ ୟୁ କ୍ୟାନଟ୍ ଡୁ ଏନି କର୍ମ। ହଁ, ଯଦି ମୃତ୍ୟୁ ପରେ ବି ଯଦି କ'ଣ କର୍ମ ଥାନ୍ତା, ଆପଣ ଯଦି କର୍ମ କରିପାରୁଥାନ୍ତେ ତାହେଲେ ତ ସେ କର୍ମ ମଧ୍ୟ ବିଚାରିତ ହୋଇଥାନ୍ତା। କିନ୍ତୁ ମୃତ୍ୟୁ ପରେ ଆପଣ କୌଣସି କର୍ମ କରିପାରିବେ ନାହିଁ। ତ ଶରୀର ଥାଇକି, ସେଥିପାଇଁ ଏଠି କ୍ଲିୟରଲି ଲେଖାଯାଇଛି 2 Corinthians 5:10 ଲେଖାଯାଇଛି, ଶରୀର ଦ୍ୱାରା କୃତ କର୍ମାନୁସାରେ। ଏ ଶରୀର ଥାଉ ଥାଉ ଯେଉଁ କର୍ମ କରିଛନ୍ତି ସେ କର୍ମ ଅନୁସାରେ ଜଣେ ବ୍ୟକ୍ତି ବିଚାରିତ ହେବ। ଆଉ ସେଇଟା କେବେ? ମୃତ୍ୟୁ ପରେ। ମୃତ୍ୟୁ ପରେ କର୍ମ ନାହିଁ। ଏଭ୍ରି ତାର 9ରେ ମୃତ୍ୟୁ ପରେ ବିଚାର ଅଛି। ତ ୱାନ୍ସ ଏ ପର୍ସନ୍ ଡାଏଡ୍, उसके बाद ତାପରେ ଆମର ପ୍ରାର୍ଥନା ନାହିଁ, କିମ୍ବା କାହାର ପ୍ରାର୍ଥନା ଜଣଙ୍କର ଆତ୍ମାକୁ ସଦ୍ଗତି ଦେଇପାରିବ ନାହିଁ। ଏ ଆଇଡ଼ିଆଟା କେଉଁଠୁ ଆସିଛି? ଏ ଆଇଡ଼ିଆ ଆମେ ଯେଉଁ ଜାଗାରେ ରହୁଛୁ ହିନ୍ଦୁସ୍ତାନରେ, ଆମର ପାଖାପାଖି ଯେତେ ଲୋକ ଅଛନ୍ତି ଆମର ସମାଜରେ, ଆମର ହିନ୍ଦୁ, ସେଇମାନଙ୍କ ସେ ଆଇଡ଼ିଆରୁ ଆମ ସଂସାରରେ ଆମର ସମାଜରେ ଏଠା ଆସୁଛି। ଅନେକ ଲୋକମାନଙ୍କୁ ଲେଖିବାଟା ଆପଣମାନେ ଜାଣିଥିବେ। ଆମ ଆଡ଼େ ଶୁଦ୍ଧ ଯେଉଁଟା ହୁଏ, ପ୍ରଥମତଃ ଏ ଶୁଦ୍ଧ ଶବ୍ଦଟା ମଧ୍ୟ ବ୍ୟବହାର କରିବା କଥା ନାହିଁ। ଶୁଦ୍ଧ ବୋଲି କିଛି, ମଲା ପରେ କ'ଣ ଅଶୁଦ୍ଧ କିଛି ହୁଏ ନାହିଁ, ତ ଶୁଦ୍ଧର କୌଣସି ବିଷୟ ଆବଶ୍ୟକତା ନାହିଁ। ଏ ଶୁଦ୍ଧ କହିବା ବି ବନ୍ଦ କରିବା କଥା ଅଟେ। ତ ଯେତେବେଳେ ଶୁଦ୍ଧ ହୁଏ ସେତେବେଳେ ଯେଉଁ ଚିଠି ଲେଖନ୍ତି, ସେଠି ବି ଗୁଡ଼ାଏ ଜାଗାରେ ମୁଁ ଦେଖିଛି ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା ସଭା ରଖାହେଇଛି ଗୁଡ଼ାଏ ଜାଗାରେ। ଆଜିକାଲି ଅନେକ ସମୟରେ ଆମେ କହୁଛୁ ଲୋକମାନଙ୍କୁ, ବୁଝାଉଛୁ ଲୋକମାନଙ୍କୁ, ଆପଣମାନେ ମଧ୍ୟ ବୁଝାନ୍ତୁ, ନିଜ ମଣ୍ଡଳୀରେ କୁହନ୍ତୁ, ନିଜ ମଣ୍ଡଳୀରେ ପାଖାପାଖି ଲୋକମାନଙ୍କୁ କୁହନ୍ତୁ, ବୁଝାନ୍ତୁ। ତ ସେଥିପାଇଁ ମୋର ପ୍ରିୟର ପ୍ରଭୁଙ୍କ ଲୋକମାନେ, ଆପଣ ଯେତେବେଳେ ଗୋଟେ ଗୀତ ଲେଖୁଛନ୍ତି, ଆପଣ ବିବ୍ଲିକାଲି ତାକୁ ପ୍ୟାରାଲାଲ କରିବାର ଅଛି, ବିବ୍ଲିକାଲି ତାକୁ ଦେଖିବାର ଅଛି କେତେ ଦୂର ସେଇଟା ଠିକ୍।
ଆପଣ ଜାଣିନାହାନ୍ତି ଲେଖିବାର କଳା ଅଛି, ଗୀତ ଲେଖିଲା ପରେ 3-4ଟା ପାଳକମାନଙ୍କୁ ଦେଖାନ୍ତୁ, ଆଉ ଦେଖାଇଲା ପରେ ଯଦି ଠିକ୍ ଅଛି ତାପରେ ତାକୁ ସ୍ୱର ଦେଇକି ଗୀତ ଗାଆନ୍ତୁ। ତ ଏମିତି ତ୍ରୁଟିପୂର୍ଣ୍ଣ ଗୀତ ଗୁଡ଼ାକ ଯଦି ଆପଣମାନେ ଜାଣିଛନ୍ତି, ମୁଁ ମେଲ୍ ଆଇଡ଼ି ଦେଇଦେବି ଡିସ୍କ୍ରିପ୍ସନରେ ମୋର, ସେଠି ଆପଣ ସେ ତ୍ରୁଟିପୂର୍ଣ୍ଣ ଗୀତ ଗୁଡ଼ାକ ପଠାନ୍ତୁ। ଆମେ ସେ ତ୍ରୁଟିପୂର୍ଣ୍ଣ ଗୀତ ଗୁଡ଼ାକ ଆମେ ନିଶ୍ଚୟ ଏକ୍ସପୋଜ୍ କରିବା। ଆଉ ଆମର ଓଡ଼ିଶାରେ ଅନେକ ଗୀତ ଲେଖୁଛନ୍ତି ଆଜିକାଲି ଯୁବକମାନେ ଯୁବତୀମାନେ ଲେଖୁଛନ୍ତି। ତ ସେମାନେ ଜାଣିବା ଆବଶ୍ୟକ ଅଟେ ତ୍ରୁଟିପୂର୍ଣ୍ଣ ଗୀତ ଲେଖନ୍ତୁ ନାହିଁ। ଆପଣମାନେ ଗୀତ ଲେଖନ୍ତୁ, ୟୁଟ୍ୟୁବରେ ଛାଡ଼ନ୍ତୁ, ହଁ ଭଲ ହେବ, ଅନେକ ଲୋକ ଶୁଣିକି ପ୍ରଭୁ କାମ କରିବେ, କିନ୍ତୁ ଭୁଲ କରନ୍ତୁ ନାହିଁ, ତ୍ରୁଟିପୂର୍ଣ୍ଣ କରନ୍ତୁ ନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।